हेलो एवरीवन पिलाମାନେ ଆଜି ଆମେ ଇଥିକ୍ସ ଭ୍ୟାଲୁର ୟୁନିଟ୍ 2ର କ୍ଲାସ୍ ନମ୍ବର 7 ଆଜିର ଭିଡ଼ିଓରେ ଦେଖିବା ଆମେ ମିଶରୀୟ ନୈତିକତା ନ୍ୟାୟ ସଚ୍ଚୋଟତା ନିରପେକ୍ଷତା ଦୟା ଏବଂ ଉଦାରତା ସେ ବିଷୟରେ ଆଜିର ଭିଡ଼ିଓରେ ଦେଖିବା ଆଉ ୟୁନିଟ୍ 1 ଆଉ ୟୁନିଟ୍ 2ର ଆଉ 6ଟା କ୍ଲାସ୍ ଯେମାନେ ନେଇ ଦେଖି ସେ କ୍ଲାସ୍ ଦେଖିକିରି ଯେଟା ମାନେ ନୋଟ୍ସ ନୁହେଁ ମେଣ୍ଟେନ୍ କର ନୁହେଁ ପଢ଼ ତ ନୋଟ୍ସ ବି ତୁମେ ଡାଉନଲୋଡ଼ କରିକିରି ପଢ଼ିପାରବ ତ ଆଜିର ଭିଡ଼ିଓରେ ଆମେ ପଢ଼ମା इजिप्टियन इथिक्स जस्टिस होनेस्टी फेयरनेस मेर्सी काइंडनेस जेन्युइनिटी आउ तुमको बहुत इतार ओडिया एंड इंग्लिश नोट्स मिल जावा तो चलो स्टार्ट करमा आज क्लास जेहेतु इथिक्स सब वैल्यू रो सिलेबस पूरा कंप्लीट करवार छै तो डेली रेगुलर क्लास करमा इथिक्स वैल्यू रो समस्त देखो क्लास नोट्स मेंटेन करो जेहेतु एग्जाम भी पाठी आसला हां तो इजिप्टियन इथिक्स जाकी कि हम मिशरीय नैतिकता कहू तार विषय रे पढमा न्याय सजोटता निरपेक्षता दया ଏବଂ ଉଦାରତା ବିଷୟରେ ପଢ଼ବା ତ ମିଶରୀୟ ଇଥିକ୍ସ କାଣା ନା ନ୍ୟାୟ ସଚ୍ଚୋଟତା ନିରପେକ୍ଷତା ମିଶରୀୟ ନୀତିସାର ସେମାନଙ୍କର ଧାର୍ମିକ ବିଶ୍ୱାସ ସହିତ ଗଭୀର ଭାବରେ ଜଡ଼ିତ ଥିଲା ଏବଂ ମା ଆର ଧାରଣ ଉପରେ କେନ୍ଦ୍ରିତ ଥିଲା ଏକ ଦିବ୍ୟ ନୀତି ଯାହା ସତ୍ୟ ନ୍ୟାୟ ସମନ୍ୱୟ ଏବଂ ମହାଧିକ କ୍ରମକୁ ମୂର୍ତ୍ତିମନ୍ତ କରିଥିଲା ମା ଆପ୍ ଦେବତା ଏବଂ ମାନବତା ଉଭୟ ପାଇଁ ମାର୍ଗଦର୍ଶକ ଶକ୍ତି ପୂଜା ଏବଂ ଏହା ସେହି ମାନଦଣ୍ଡ ଥିଲା ଯାହାଦ୍ୱାରା ସମସ୍ତ କାର୍ଯ୍ୟ ବିଚାର କରାଯାଉଥିଲା ଏହି ଜୀବନ ଏବଂ ପରଲୋକରେ ମିଶରୀୟ ନୀତିଶାଳଟା ନ୍ୟାୟ ସଚ୍ଚୋଟତା ନିରପେକ୍ଷତା ମିଶରୀୟ ନୀତିସାର ସେମାନଙ୍କର ଧାର୍ମିକ ବିଶ୍ୱାସ ସହିତ ଗଭୀର ଭାବରେ ସେ ଜଡ଼ିତ ଥିଲା ଏବଂ ମାଆର ଧାରଣା ଉପରେ କେନ୍ଦ୍ରିତ ଥିଲା ସେହି ଦିବ୍ୟ ନୀତି ଯାହା ସତ୍ୟ ନ୍ୟାୟ ସମନ୍ୱୟ ଏବଂ ମହାଧିକ କ୍ରମକୁ ମୂର୍ତ୍ତିମନ୍ତ କରିଥିଲା ତ ମାତ୍ର ମିରସୀୟ ନୀତିସାରର ମୂଳ କାଣା ନା ମାଆର କେବଳ ଏକ ନୈତିକ ସଂହତି ନଥିଲା ବରଂ ଏକ ମହାଜାଗତିକ ନୀତି ଥିଲା ଯାହା ବ୍ରହ୍ମର ସଠିକ୍ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିଥିଲା ଫର ପୃଥିବୀରେ ମାଆକୁ ବଢ଼ାଜ ରଖିବା ପାଇଁ ଦାୟୀ ଥିଲେ ଏବଂ ପ୍ରତ୍ୟେକ ବ୍ୟକ୍ତି ଏହା ଅନୁସାରେ ଜୀବନଯାପନ କରିବା ଆଶା କରାଯାଉଥିଲା ଏହା କରିବା ଅର୍ଥ ସନ୍ତୁଳନ ଏବଂ ସମନ୍ୱୟର ଜୀବନଯାପନ କରିବା ଏବଂ ଏହା ବିଶ୍ୱାସ କରାଯାଇଥିଲା ଯେ ପରଲୋକରେ ବଂଶଙ୍କର ଉଗ୍ୟ ଏହା ଉପରେ ନିର୍ଭର କରେ ପିଲାମାନେ ଗୋଟେ ଗୋଟେ ଜାଗାରେ ସ୍ପେଲିଂ ମିଷ୍ଟେକ୍ କିଛି କିଛି ଜାଗାରେ ଆମର ଗ୍ରାମାର ମିଷ୍ଟେକ୍ ଅଛି ସେଇଟା ତୁମେ ନୋଟ୍ସ ଯଦି ଲେଖୁଛ କି ପଢ଼ୁଛ ତ ତୁମେ ସେ ଜାଗାରେ ଟିକେ ଦେଖବ ତ ସରିଲା ମାତ୍ର ମିଶରୀୟ ନୀତିସାର ମୂଳ ତ ଆମର ଇଜିପ୍ଟିଆନ୍ ଇଥିକ୍ସର ତାର ମୁଖ୍ୟ ନୈତିକ ନୀତି କାଣା ନା ମାର ଧାରଣା ଉପରେ ଆଧାରିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନୈତିକ ଗୁଡ଼ିକ ଥିଲା ନ୍ୟାୟ ଏବଂ ନିରପେକ୍ଷ ମିଶରୀୟମାନେ ନ୍ୟାୟର ଏକ ଦୃଢ଼ ଭାବନାରେ ବିଶ୍ୱାସ କରୁଥିଲେ କାରଣ ମିଶରୀୟମାନେ ଇଜିପ୍ଟିଆନ୍ ମାନେ ନ୍ୟାୟର ଏକ ଦୃଢ଼ ଭାବନାରେ ବିଶ୍ୱାସ କରୁଥିଲେ ଶାସକ ଏବଂ ଅଧିକାରୀଙ୍କ କର୍ତ୍ତବ୍ୟ ଥିବା ଯେ ଆଇନ ସମସ୍ତଙ୍କ ପ୍ରତି ନ୍ୟାୟପୂର୍ଣ୍ଣ ଭାବରେ ପ୍ରୟୋଗ ହଉ କାରଣ ନା ଶାସକ ଏବଂ ଅଧିକାରୀଙ୍କ କର୍ତ୍ତବ୍ୟ ଥିବା ଯେ ଆଇନ ସମସ୍ତଙ୍କ ପ୍ରତି ନ୍ୟାୟପୂର୍ଣ୍ଣ ଭାବରେ ପ୍ରୟୋଗଟା ହଉ ସେମାନଙ୍କ ସମ୍ପର୍କିତ ସ୍ଥିତି ନିର୍ବିଶେଷରେ ପଟ୍ଟାୟାଟଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରସିଦ୍ଧ ନୀତିଗତ ପାଠ୍ୟ ଅଧିକାରୀମାନଙ୍କୁ ବିବର ଗୁଜରେ ଥିବା ସମୟରେ ନ୍ୟାସ କରିବାକୁ ଏବଂ ବନ୍ଧୁକ ପ୍ରତି ପକ୍ଷପାତିତା ନ କରିବାକୁ ପରାମର୍ଶ ଦିଏ ତ ସଯୋଟନାକୁ ଅତ୍ୟନ୍ତ ମୂଲ୍ୟ ଦିଆଯାଇଥିଲା ବିଶେଷ କରି ବ୍ୟବସାୟିକ ଏବଂ ସାମାଜିକ କାରବାରରେ ତାକୁ ପ୍ରମୁଖ ମୂଲ୍ୟ ଦିଆଯାଇଥିଲା ମିଛ କହିବା ଏବଂ ପ୍ରତାରଣାକୁ ତ ଉଲ୍ଲଙ୍ଘନ ଭାବରେ ଦେଖାଯାଉଥିଲା ସଚ୍ଚୋଟତା ବୋର୍ଟରେ ସତ୍ୟବାଦୀ ସଭ୍ୟ ଦେବା ଏବଂ ନିଜ ଉଦ୍ଦେଶ୍ୟ ପ୍ରତି ସଚ୍ଚୋଟ ରହିବା ପର୍ଯ୍ୟନ୍ତ ବିସ୍ତାରିତ ସଚ୍ଚୋଟତା ସହିତ ଘନିଷ୍ଠ ଭାବରେ ଜଡ଼ିତ ସତ୍ୟବାଦୀ କଥା କହିବା ଏବଂ କାର୍ଯ୍ୟ କରିବା ବିଷୟରେ ଥିଲା ଦୁଇ ସତ୍ୟର ହଲ୍ରେ ଯେଉଁଠାରେ ମୃତ୍ୟ ବ୍ୟକ୍ତିମାନଙ୍କର ଦିବାର କରାଯାଉଥିଲା ସେଠାରେ ପ୍ରସିଦ୍ଧ 42ଟି କଳାଜା ସ୍ନାନାଗୋଷ୍ଠୀ ମଧ୍ୟରୁ ଗୋଟିଏ ଥୁଳା ମୁଁ ମିଥ୍ୟା କହିନାହିଁ କାରଣ ସେଠାରେ ପ୍ରସିଦ୍ଧ 42ଟି କଳାଜା ସ୍ନାନାଗୋଷ୍ଠୀ ମଧ୍ୟରୁ ଗୋଟିଏ ଥୁଳା କାହିଁ ଥୁଳା ମୁଁ ମିଥ୍ୟା କହିନାହିଁ କାରଣ ଥିଲା ମୁଁ ମିଥ୍ୟା କହି ନାହିଁ ତାର ମୁଖ୍ୟ ନୈତିକ ନୀତି ହେଲା ସେଇଟା ତାପରେ ମରଣ ପରେ ମାନେ ଆଫ୍ଟର ଡେଥ୍ କାରଣ
तो मोराल जजमेंट आफ्टर डेथ काଣା है ना मोराल जजमेंट आफ्टर डेथ काଣା कहला मरण पर जड़े व्यक्तिर मरण पर जड़े व्यक्तिर मरण पर जड़े व्यक्तिर नैतिक जीवनर चूड़ांत परीक्षा हेब बोली से विश्वास करा जाइथिला काଣା विश्वास करा जाइथिला ना मरण पर जड़े व्यक्तिर नैतिक जीवनर चूड़ांत परीक्षा हेब बोली विश्वास करा जाइथिला यो लिंक पुस्तक अनुଯାୟୀ ମୃହଚାଳୀଙ୍କ ହୃଦୟଙ୍କୁ ମାଦର ପର ସହିତ ଓଜନିଆ କରାଯାଇଥିଲା ଯଦି ହୃଦୟ ଦୁର୍ମନ ଗୋଇଂ 660 ଏପିଂ କେମ୍ ଟୁ ଗୋ ଏ କମ୍ ଅର୍ ୱାନ୍ ଷ୍ଟାଇଲ୍ସ ହୋଇଯାଏ ଯଦି ହୃଦୟ ହାକୁଡ଼ା ଥାଏ ଅର୍ଥାତ୍ ବ୍ୟକ୍ତି ମାତ ଅନୁସାରେ ଜୀବନ ସାପକ କରିଥାନ୍ତି ତେବେ ସେମାନେ ପରଲୋକରେ ପ୍ରବେଶ କରିବେ ଏହି ବିବାଦର ଏକ ଧାର୍ମିକ ଜୀବନ ଯାପନ ପାଇଁ ଏକ ଶକ୍ତିଶାଳୀ ପ୍ରେରଣା ଭାବରେ କାର୍ଯ୍ୟ କରେ ହେଲା ତ ଟିକେ ସ୍ପେଲିଂ ଗ୍ରାମାର ଇଆଡ଼େ ସିଆଡ଼େ ଅଛି ଟିକେ ଦେଖିବ ମିଶରୀୟ ନୀତି ସଗ ଅବସ୍ଥା ଏବଂ ଉଦାରତା ମିଶରୀୟ ନୀତି ସଗ ବସ୍ତା ଏବଂ ଉଦାରତା ତ କାଣା है ସେଟା ମିଶରୀୟ ନୀତିଶା ମା ଆତ୍ର ଓ ଧାରଣାରେ ମୂଳ ଓଭା ଯାହା ଏକ ଦିବାନୀତି ଯାହା ସତ୍ୟ ନ୍ୟାୟ ସମନ୍ୱୟ ଏବଂ ମହାଜାଗତିକ କର୍ମକୁ ମୂର୍ତ୍ତିମନ୍ତ କରିଥାଏ ଯଦିଓ ନ୍ୟାୟ ଏବଂ ଏହି ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ ଥିଲା ଉଦାରୀ ଦୟା ଏବଂ ଦାନଶୀଳତା ରହି ଗୁଣଗୁଡ଼ିକୁ ମଧ୍ୟ ଅତ୍ୟନ୍ତ ମୂଲ୍ୟବାନ କରାଯାଇଥାନ୍ତା କାରଣ ସେଗୁଡ଼ିକୁ ସମାଜରେ ମାର ବଢ଼ାଇ ଉତ୍ସବ ପାଇଁ ଅତ୍ୟାବଶ୍ୟକ ଦେଖାଯାଇଥିଲା କର୍ମ ଏବଂ ଦୟା କାଣା ନା ସମସ୍ତ ବ୍ୟକ୍ତି କାଣା ନା ସମସ୍ତ ବ୍ୟକ୍ତି ବିଶେଷ ଭାବରେ କ୍ଷମତାରେ ଥିବା ବ୍ୟକ୍ତିଙ୍କ ଠାରୁ ଦୟା ଏବଂ ଦୟା ଆଶା କରାଯାଉଥିଲା କାରଣ ନା ସମସ୍ତ ବ୍ୟକ୍ତି ବିଶେଷ ଭାବରେ କ୍ଷମତାରେ ଥିବା ବ୍ୟକ୍ତିଙ୍କ ଠାରୁ ଦୟା କିଛି ସେମାନେ ଆଶା କରାଯାଇଥିଲା ଏବଂ ତାଙ୍କ ଅଧିକାରୀମାନଙ୍କୁ ଗରିବ ଏବଂ ଦୁର୍ବଳଙ୍କ ପ୍ରତି ଦୟା ଦେଖାଇବା ପାଇଁ ଦାୟୀ କରାଯାଇଥିଲା ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଦୈନିକ ପାଠ୍ୟ ଏବଂ ଆତ୍ମଜୀବନୀ ଗୁଡ଼ିକ ପ୍ରାୟତଃ ସେମାନଙ୍କର ଧାର୍ମିକ ଚରିତ୍ରର ପ୍ରମାଣ ଭାବରେ ସେମାନଙ୍କର ବର୍ଥା କାର୍ଯ୍ୟକୁ ଉଲ୍ଲେଖ କରି ଉଦାହରଣ ସ୍ୱରୂପ ସମସ୍ତଳରେ ମିଳୁଥିବା ଏକ ସାଧାରଣ ବାକ୍ୟ ପୁରୀ ମୁଁ କ୍ଷୁଧାଇଙ୍କୁ ଗୋଟି ତୃଷାର୍ଗଙ୍କୁ ପାଣି ଏବଂ ଉଲଗ୍ନକୁ ପେଶାଳ ଦେଇଥିଲି କାରଣ ନା ଉଦାହରଣ ସ୍ୱରୂପ ସମସ୍ତଳରେ ମିଳିଥିବା ଏକ ସାଧାରଣ ବାକ୍ୟ ପୁରୀ ମୁଁ କ୍ଷୁଧାଇଙ୍କୁ ଗୋଟି ତୃଷାର୍ଗଙ୍କୁ ପାଣି ଏବଂ ଉଲଗ୍ନକୁ ପେଶାଳ ଦେଇଥିଲି ଦୟାଙ୍କୁ ନିଜନ ନିଷ୍ଠୁରତା ଅନୁପସ୍ଥିତି ନୁହେଁ ଏକ ସକ୍ରିୟ ଗୁଣ ଭାବରେ ଦେଖାଯାଇଥିଲା ଏଥିରେ ଅନ୍ତର୍ଭୁକ୍ତ ଥିଲା ଦୁର୍ବଳଙ୍କୁ ସୁରକ୍ଷା ଦେବା କର୍ମ ଭାଗ୍ୟବାନ ପାଇଁ ଏକ ସୁରକ୍ଷିତ ପରିବେଶ ପ୍ରଦାନ କରିବା ଅରବାଙ୍କୁ ସାହାଯ୍ୟ କରିବା ଭୌତିକ ସହାୟତା ଏବଂ ସହାୟତା ପ୍ରଦାନ କରିବା ସହାନୁଭୂତି ଅନ୍ୟମାନଙ୍କ ସୁଖ ପାଇଁ କରୁଣା ପ୍ରଦର୍ଶନ କରିବା ଓମେନେ ମେପର ନିର୍ଦ୍ଦେଶ ଏକ ଜ୍ଞାନପୂର୍ଣ୍ଣ ପାଠ୍ୟ ଲୋକମାନଙ୍କୁ ଦୁଃଖଗ୍ରସ୍ତ ବ୍ୟକ୍ତିଙ୍କ ପ୍ରତି ବଖାଣି ହେବା ପାଇଁ ପରାମର୍ଶ ଦିଏ ଏବଂ ନଚିତ୍ର ବ୍ୟକ୍ତିଙ୍କ ପ୍ରତି ଅହଂକାରୀ ହେବା ପାଇଁ ପରାମର୍ଶ ନାହିଁ ଦିନଶୀଳତା ଆଦରଶୀଳତା ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଏବଂ ନୈତିକ କର୍ତ୍ତବ୍ୟ ଥିଲା ଗୁରୁତ୍ୱପୂର୍ଣ୍ଣ ଶ୍ରେଣୀ ବିଭାଜନରେ ଥିବା ସମାଜରେ ଧର୍ମ ଏବଂ କ୍ଷମତା ଥିବା ଲୋକମାନେ ସେମାନଙ୍କର ସମ୍ପଦକୁ ନିଜ ଜାଗାମାନଙ୍କ ସହିତ ବାଣ୍ଟିବା ଆଶା କରାଯାଇଥିଲା ଏହା କେବଳ ଏକ ଦାନଶୀଳ କାର୍ଯ୍ୟ ନୁହେଁ ବରଂ ମାଡ଼ର ସନ୍ତୁଳନ ବଜାୟ ବାସର ଏକ ଉପାୟ କୃଷ୍ଣ ବାନ ପ୍ରଦାନ ଗରିବମାନଙ୍କୁ ଖାଦ୍ୟ ପୋଷାକ ଏବଂ ଅନ୍ୟାନ୍ୟ ଆବଶ୍ୟକତା ଯୋଗାଇବା ଆଦିତ୍ୟ ଅତିଥି ଯାତ୍ରୀ ଏବଂ ଅପରିଚିତ ଲୋକଙ୍କୁ ସ୍ୱାଗତ ଏବଂ ଯୋଗାଇବା ତ ଏଇଟା ଥିଲା ତୁମର ଓଡ଼ିଆ ନୋଟ୍ସ ତ ଗ୍ରାମାର ଟିକେ ମିଷ୍ଟେକ୍ ଅଛି ନୋଟ୍ସ ପ୍ରିପେୟାର କଲା ତ ଟିକେ ମେଣ୍ଟେନ୍ କରିଦେବ ତ ଇଂଲିଶର ନୋଟ୍ସ ଚଲବା ଇଂଲିଶର ନୋଟ୍ସ କରେକ୍ଟ ଅଛେ ଯେନ୍ଟାକି ଇଜିପ୍ଟିଆନ୍ ଏଥିକ୍ସ ଜଷ୍ଟିସ୍ ହନେଷ୍ଟି ଫେୟାରନେସ୍ ମର୍ସି କାଇଣ୍ଡନେସ୍ ଆଣ୍ଡ ଜେନରସିଟି ଇଜିପ୍ଟିଆନ୍ ମୋରାଲିଟି ତ ପିଲାମାନେ ଆମେ ନେକ୍ସଟ କ୍ଲାସ୍ରେ ଦେଖମା ଆମର କାଣା ଅଛେ ଆମର ନା ଆଉ ଗୋଟେ ଇଟା ଯେନ୍ତା ଆମର ଇଜିପ୍ଟିଆନ୍ ଇଥିକ୍ସ ସେଟା ଗୋଟେ ଅଛେ ମେସମୋପଲିଟିଆନ୍ ଇଥିକ୍ସ କାଣା ଗୋଟେ ସେନ୍ତା ଅଛେ ସିଲାବସ୍ରେ ତ ସେଟା ଆମେ ନେକ୍ସଟ କ୍ଲାସ୍ରେ ତାର ନୋଟ୍ସ ଦେଇଦେବି ତ ଇଟା ନୋଟ୍ସ ଡାଉନଲୋଡ଼ କରବାର ଅଛି ତୁମେ ଟେଲିଗ୍ରାମ ଚ୍ୟାନେଲରୁ ପାଇବ PDF
टेलीग्राम चैनल लिंक कमेंट सेक्शन में थिबा वीडियो के गोटे लाइक चैनल के गोटे सब्सक्राइब करिक टेलीग्राम चैनल जॉइन हो जाओ नोट्स डेली पीडीएफ पाइबार लगी तो यहाँ इंग्लीश नोट्स इजिप्टियन मोरालिटी कि स्क्रीनशॉट मारुच बोले स्क्रीनशॉट मारी पारबो कोराल मोराल प्रिंसिपल होनेस्टी इंटीग्रिटी मोराल जजमेंट आफ्टर डेथ इजिप्टियन इथिक्स जस्टिस एंड जेन्युइनिटी कंपनसेशन एंड मर्सी तो यहाँ थी आज क्लास तो नेक्स्ट क्लास आम नेक्स्ट डिस्कसन करमा।